ଗାଁରେ ଏକ ବୁଦ୍ଧିମାନ ପାରାଟିଏ ରହୁଥିଲା। ସେ ସବୁଦିନ ଗାଁର ଉପରେ ଉଡ଼ିକି ଘୂରି ବୁଲୁଥିଲା ଓ ଲୋକମାନଙ୍କର କଥା ଶୁଣୁଥିଲା। ସମସ୍ତେ କହୁଥିଲେ ଏହି ପାରାଟି ବହୁତ ଚତୁର ଅଟେ। ହଠାତ୍ ଦିନେ ଗାଁକୁ ଶିକାରୀଟିଏ ଆସିଲା। ଶିକାରୀ ତଳେ ଜାଲ ବିଛାଇ ଉପରେ ମିଠା ମିଠା ଫଳ ରଖିଦେଲା। କିନ୍ତୁ ପାରାଟି ଦୂରରୁ ରହି ଏସବୁ ଦେଖୁଥିଲା। ପାରାଟି ତୁରନ୍ତ ଉଚ୍ଚରେ ଉଡ଼ି ପକ୍ଷୀମାନଙ୍କୁ କହିଲା, ସାବଧାନ! ଫଳ ମିଠା ହେଲେ ମଧ୍ୟ ତଳେ ଜାଲ ଅଛି। କେହି ଫଳ ଖାଇବା ପାଇଁ ତଳକୁ ଓହ୍ଲାଇ ଯାଅ ନାହିଁ। କିଛି ପକ୍ଷୀମାନେ ଏହାକୁ ଶୁଣି ଦୂରକୁ ଉଡ଼ିଗଲେ। ଆଉ କିଛି ପକ୍ଷୀମାନେ ପାରାର କଥା ଶୁଣି ହସିଲେ ଓ ଫଳ ଖାଇବାକୁ ତଳକୁ ଓହ୍ଲାଇ ଆସିଲେ। ପକ୍ଷୀଗୁଡ଼ିକ ଫଳ ଖାଉ ଖାଉ ଶିକାରୀର ଜାଲରେ ଫସିଗଲେ। ଶିକାରୀ ସେମାନଙ୍କୁ ଧରି ନେଇଗଲା। କଥାରେ ଅଛି, ଜଣେ ବୁଦ୍ଧିମାନ ଯଦି ସତର୍କ କରେ, ତାହାକୁ ଅବହେଳିତ କରିବା ଆଦୌ ଉଚିତ ନୁହେଁ।